नमस्कार, सुप्रभात। जय आरसीएम। नमस्कार जय सीएम। बहुत सुप्रभात बहुत कुहतु। बहुत बहुत धन्यवाद ସମସ୍ତଙ୍କୁ। ସକାଳୁ ସକାଳୁ ଆର ଏ ଯୋଉ ଅଭ୍ୟାସ ଆମର ରହୁଛି କି ଆମେ ସୁସ୍ଥ ରହିବା ପାଇଁ, ନିରୋଗୀ ରହିବା ପାଇଁ ବହୁତ ସାରା ପ୍ରେରଣା ଆମକୁ ଦିଆଯାଉଛି। ହୁଏତ ଆମେ ଦୁନିଆରେ ଆଉ କୋଉଠି ବି ପାଇପାରିବା କି ନା ପାରିବା, ତ ସମସ୍ତେ ଇଏ ଗୋଟେ ବହୁତ ଭଲ ଫର୍ମୁଲାରେ ଆମେ ନିଜକୁ ନିଜେ ସୁସ୍ଥ ରଖିପାରିବା। ଲମ୍ବା ସମୟ ପର୍ଯ୍ୟନ୍ତ ଆମେ ନିଜେ ଜି ପାରିବା, ଆଉ ୟଙ୍ଗ ହେଇକି ଜି ପାରିବା। ସେଇଟା ହଉଛି ଗୋଟେ ବହୁତ ବଢିଆ କଥା। ଯୋଉଥିରେ କି ଆଜି ଆମେ ପ୍ରୋଟିନର ଆବଶ୍ୟକତା କଣ ଅଛି ଆମ ଶରୀରରେ, ଆମେ ଶିଖିଲେ ବହୁତ ସାରା କଥା। ମତେ ବି ଆଜି ଫାର୍ଷ୍ଟ ଟାଇମ୍ ବି ମୁଁ ଆଜି ବି ନୂଆ ଶିଖିଲି। ସେଥିଲାଗି ପ୍ରତ୍ୟେକ ଦିନ ଗୁରୁକୁଳ ହିଁ ଜରୁରୀ। ଗୋଟେ ବହୁତ କଥା ମନୀଷା ମ୍ୟାଡାମ ଲାଷ୍ଟକୁ କହିକି ଗଲେ କି ଯଦି ଆରସିଏମ ସହିତ ଆମେ ପୁରା ଯୋଡି ହେଇଯିବା, ତାହେଲେ ଆମେ ଆ, ସୁସ୍ଥ ନିରୋଗୀ ରହିପାରିବା, ଆମେ ତନ୍ଦୁରସ୍ତ ରହିପାରିବା। ତ ସେଥିଲାଗି ସକାଳୁ 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 ଯୋଉ ପ୍ରାଣାୟାମ ହଉଛି, ୟୋଗା ହଉଛି, ତା ସହିତ ମା, ଏଇ ଯୋଉ ଗୁରୁକୁଳର ଶିକ୍ଷା ଆମକୁ ମିଳୁଛି, ଗୁରୁକୁଳ ପରେ ଗୁରୁକୁଳ ଶାଖା ମାଧ୍ୟମରେ ଆମ ଟିମ୍ ସ୍ପିରିଟ ଯୋଉ ବଢୁଛି, ତ ସେ ହଉଛି ଗୋଟେ ବହୁତ ବଡ କଥା ଆମ ପାଇଁ। ସେଥିଲାଗି ଏ, ଆମେ କଣ ଚାହୁଁନେ ଯେ ଆମ ଟିମରେ ଆହୁରି ଅନେକ ଅନେକ ସାଥୀ ସେମାନେ ବି ଆସନ୍ତୁ, ସେମାନେ ବି ଆମ ସାଙ୍ଗରେ ମିଶନ୍ତୁ। ତ ସେମାନେ ବି ଆମ ଭଳି ଆ, ତାଙ୍କୁ ବି ଏ ଦୁନିଆ ଦେଖୁ, ସେମାନେ ବି ମଜବୁତ ହେଇଯାଆନ୍ତୁ, ସେମାନେ ବି ଇଣ୍ଡିପେଣ୍ଡେଣ୍ଟ ହେଇଯାଆନ୍ତୁ। ତ ଆମେ କଣ ଚାହୁଁନେ? ତ ଆମେ ଚାହୁଁଛେ, କିନ୍ତୁ ଆ, ଆମେ ଟିକେ ପ୍ରୟାସ ଜୋରଦାର କରିବା ନିହାତି ଜରୁରୀ ଆ, ଅଛି। ତ ଆଜି ଆମେ ପ୍ରୋଟିନର ଆବଶ୍ୟକତା ଉପରେ, ଡାଇବେଟିକ ଉପରେ ଆମେ ଜାଣିଲେ ଯେ ଯେମିତିକି ଗୋଟେ ବହୁତ ବଡ଼ ଆ, ମାନେ ଇଏ ଗୋଟେ ସମସ୍ୟା ଆଜି ଦେଶର ହବାକୁ ଯାଉଛି, ଯେ ସୁଗାର ପେସେଣ୍ଟ ଦିନକୁ ଦିନ ବଢିବାକୁ ଲାଗିଛନ୍ତି। ଆଉ ତାଙ୍କୁ ମ, କିଭଳି କିଭଳି ଆମେ ପ୍ରତିରୋଧ କରିପାରିବା, ତ ତା ଉପରେ ଆଜି ବହୁତ ବଢିଆ ଆ, ଆଜି ଗୁରୁକୁଳରେ ଆମକୁ ଶିକ୍ଷା ଦିଆଗଲା। ଆଉ ସେ ଶିକ୍ଷାକୁ ପ୍ରତ୍ୟେକ ସାଥୀଙ୍କ ପାଖରେ ପହଞ୍ଚେଇବା ନିହାତି ଜରୁରୀ। କାରଣ ଇଏ ଭାରତ ବର୍ତ୍ତମାନ ଡାଇବେଟିକର ରାଜଧାନୀ ହବାକୁ ଯାଉଛି। ତ ସେଥିଲାଗି ଏ, ଆମକୁ ବହୁତ ସାରା କଥା ଆଜି ଶିଖେଇଲେ, ଯେମିତିକି ପ୍ରୋଟିନ ଖାଇବା ଦ୍ୱାରା ଆମର ଅ, ପେଟ ଭରା ଭରା ଲାଗେ, ଯୋଉଥିରେ କି ଆମେ କାର୍ବୋହାଇଡ୍ରେଟକୁ ଆମେ କମ ଖାଉ। ହଁ, ତ ତା ସହିତ ଆମର ସିଏ ଆମର ମସଲ୍ସ କୁ ବିଲ୍ଡ କରିବାରେ ବହୁତ ହେଲ୍ପ କରେ, ଆଉ ମସଲ୍ସ ର ଭୋଜନ ହଉଛି ପ୍ରୋଟିନ। ତ ये ସବୁ ବହୁତ ସାରା ସୁଗାରକୁ କମ କରିବାରେ ବହୁତ ସାରା ହେଲ୍ପ ହୁଏ। ଆଉ ତା ସହିତ ଇନଫର୍ମେସନ ବି ଆମେ ପାଇଲେ ଯେ ଆଉ 2-3 ଦିନ ଭିତରେ ଏମିତି ହଉଛି ଯେ ଆମେ ନ୍ୟୁଟ୍ରିଚାର୍ଜ ଗ୍ଲାଇସିମ୍ ପ୍ରୋଡକ୍ଟ ସାଙ୍ଗରେ ଗୋଟେ ଗ୍ଲାଇସିମ୍ ଟାବଲେଟର ପ୍ୟାକେଟ, ଯୋଉଟା କି ଆ, ସେଟା ବି ଆମକୁ ଫ୍ରିରେ ଆମକୁ ମିଳିଯାଉଛି। ତ ଇଏ ବି ଗୋଟେ ବହୁତ ବଡ କଥା। ତ ସେଥିଲାଗି ସମସ୍ତେ ଖାଇବା ବି ଦରକାର, ଆଉ ଯୋଉମାନେ ବି ଡାଇବେଟିକ ପେସେଣ୍ଟ ନୁହେଁ ସେମାନେ ବି ଗ୍ଲାଇସିମ୍ ପ୍ରୋଡକ୍ଟ ବି ଖାଇବା ଦରକାର। ଏଇଥିପାଇଁ ଖାଇବା ଦରକାର ଯେ ଗତ 20 ବର୍ଷ ଧରି ଡାଇବେଟିକ ଆଜି ଯାହାର ଡିଟେକ୍ଟ ହେଇଛି, ତ ଆଜି ତାର ଡିଟେକ୍ଟ ହେଇନି, ତ ତାର ଗତ 20 ବର୍ଷରୁ ତାର ପ୍ଲାନିଂ ହେଇ 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 ଆଜି ଦେଖଉଛି ଯେ ସୁଗାର ତାଙ୍କର। ଆଉ ବହୁତ ସାରା ଆ, ସାଥୀ ବି ଦେଖିଥିବେ ତାଙ୍କର ବର୍ଡରରେ ଥିବ, ସେ କହିବ ନାଇଁ ମୋର କିଛି ନାହିଁ, କିନ୍ତୁ ପ୍ରୋସେସ ଷ୍ଟାର୍ଟ ହେଇଛି କେବେଠୁ ନା 20 ବର୍ଷ ତଳୁ। ତ ଇଏ ସାଇଣ୍ଟିଫିକ ଟର୍ମ ବି ଆମେ ଜାଣିଲେ, ବହୁତ ସାରା କଥା ଆମେ ଜାଣିଲେ, ଆପଣମାନେ ବି ତାକୁ ନୋଟ ବି କରିଥିବେ। କିନ୍ତୁ କେବଳ ପ୍ରୋଟିନ ନୁହେଁ, ପ୍ରୋଟିନ ସହିତ ଏକ୍ସରସାଇଜ ବି ଜରୁରୀ। ତ ଆମେ ଯଦି ବିନା ଏକ୍ସରସାଇଜରେ ଏସବୁ କଥା କରିବା, ତ ସିଏ ବି ହବନି। ଆମକୁ ଦରକାର କଣ ନା ସିଡ୍ସ ର ଫର୍ମୁଲାକୁ ଫଲୋ କରିବା ଦରକାର। ରାତି ସନ୍ଧ୍ୟା 9ଟାରୁ 3ଟା ପର୍ଯ୍ୟନ୍ତ ଶୋଇବା ବି ଦରକାର, ଆଉ ଗାଢ ନିଦରେ ଶୋଇବା ଦରକାର। ଏକ୍ସରସାଇଜ ତ ନିହାତି ଦରକାର। ଇମୋସନାଲ ୱେଲବିଙ୍ଗ ମାନେ ଭାବନାତ୍ମକ ସ୍ୱାସ୍ଥ୍ୟ, ସମସ୍ତଙ୍କ ସାଙ୍ଗରେ ମିଶିବା ଦରକାର, ସମସ୍ତଙ୍କ ସାଙ୍ଗରେ ଏନ୍ଜୟ କରିବା ଦରକାର। ତ ମୁଁ ତ ବହୁତ ବଢିଆ ଧନ୍ୟବାଦ ଦେବି ନର୍ମଦା ମ୍ୟାଡାମଙ୍କୁ, ପ୍ରବୀଣା ମ୍ୟାଡାମଙ୍କୁ, ଆରତି ଅପାଙ୍କୁ,
ବହୁତ ଲୋକଙ୍କ ସାଙ୍ଗରେ ମିଶୁଛନ୍ତି, ଦିଲ ଖୋଲିକି ମିଶୁଛନ୍ତି। କାଲି ଚାନ୍ଦ ସାର୍ ବି ଆମ ସାଙ୍ଗରେ ଅଛନ୍ତି, ମାନେ କାଲି ଫଟୋ ବି ପଠେଇଥିଲେ। ମୁଁ ସମସ୍ତଙ୍କୁ କହିବାକୁ ଚାହେଁ, ବହୁତ ପ୍ରାଉଡ ଫିଲ୍ କରୁଛି ଯେ କାଲି ଗୋଟେ ଅଟୋ କରିକି ଭୁବନେଶ୍ୱରରୁ ପଳେଇ ଗଲେ ଖୋର୍ଦ୍ଧା, ଖୋର୍ଦ୍ଧାରେ ଯାଇକି ହୋମ ମିଟିଂ କଲେ, ଲୋକଙ୍କୁ ନେଇକି ଆସିକି ଆ, ଆମର ସେବା କେନ୍ଦ୍ରକୁ ନେଇକି ଆସିଲେ, ସେଠି ପରଚେଜ କରାଇଲେ, ସେଠି ତାଙ୍କୁ ପରଚେଜ କରେଇକି ଜଏନିଂ ବି କରେଇଲେ। ଏସବୁ ବହୁତ ସାରା କାର୍ଯ୍ୟକ୍ରମ ଏସବୁ କଲେ। ଆଉ ରାତିରେ ଆସିକି ବି ଆମର ଯୋଉ ଟିସି ସାର୍ଙ୍କ ସହିତ ଟିମ୍ ପ୍ରହ୍ଲାଦରେ ଯୋଉ ମିଟିଂ ଥିଲା, ସେଥିରେ ବି ଇନଭଲ୍ଭ ହେଲେ। ତ ବହୁତ ବଡ କଥା। ତ ମୋ କହିବା ଲାଷ୍ଟ କଥା କି ପର୍ଯ୍ୟନ୍ତ ବସିଥିଲୁ। ମୁଁ ଲାଷ୍ଟ ପର୍ଯ୍ୟନ୍ତ ବସିଥିଲି ଖାଲି। ବାହ, ବହୁତ ବଢିଆ କଥା। ଆଗରେ ଢୁଳଉଥିଲି ଢୁଳଉଥିଲି। ନାଇଁ ନାଇଁ ହଁ, ନାଇଁ ତାପରେ ଇଏ ଗୋଟେ ମୁଁ ମୁଁ ତାପରେ ଏଇଠି ଏଇଥିଲାଗି ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଦେଖନ୍ତୁ, ଯେ ଇଏ ବି ଗୋଟେ ଇମୋସନାଲ ୱେଲ ବିଙ୍ଗ। ତ ଆମେ ଭାବନାତ୍ମକ ସ୍ୱାସ୍ଥ୍ୟକୁ ଯଦି ଠିକ ରଖିବା, ଲୋକଙ୍କ ସାଙ୍ଗରେ ନ ମିଶିବା। ଦେଖନ୍ତୁ, ବହୁତ ସାରା ଏମିତି ବି ଅଛନ୍ତି, ଆପଣଙ୍କ ନଜରରେ ବି ଥିବ, ବହୁତ ସାରା ଏମିତି ଅଛନ୍ତି ଯୋଉମାନଙ୍କର କ୍ୟାନ୍ସରର ମାନେ ଆରମ୍ଭ ଆରମ୍ଭ ହଉ ହଉ ସେମାନେ ବି ବହୁତ ଦୁର୍ବଳ ହେଇପାରନ୍ତି। ଆଉ ବହୁତ ସାରା ଏମିତି ଲୋକ ଅଛନ୍ତି ଫୋର୍ଥ ଷ୍ଟେଜରେ ବି ଯାଇକି ସେମାନେ ବି ସୁସ୍ଥ ଅଛନ୍ତି। ଲୋକଙ୍କ ସାଙ୍ଗରେ ମିଶିବା, ମଜା କରିବା, ଏନ୍ଜୟ କରିବା, ଯାହା ହବି ଅଛି ସେଇଆକୁ ଆମେ କରିବା। ଏନ ଆମର ଇଚ୍ଛା ହଉଛି ଗୀତ ଗାଇବା ପାଇଁ ଗୀତ ଗାଇବା, ଆମର ଇଚ୍ଛା ହଉଛି ଇଏ କରିବା ପାଇଁ, ନାଚିବା ପାଇଁ ନାଚିବା। ତ ଯାହା ଇଚ୍ଛା ତାହା କରିବା। ତ ଲୋକଙ୍କ ସାଙ୍ଗରେ ମିଶିବା ସବୁଠୁ ବଡ ହଉଛି ଯେ ଲୋକଙ୍କ ସାଙ୍ଗରେ ମିଶିବା। ସିଏ ବି ଆରସିଏମ ଆମକୁ ଶିଖଉଛି। ତ ଇମୋସନାଲ ୱେଲବିଙ୍ଗ ବି ନିହାତି ଜରୁରୀ। ଯେତେବେଳେ ବି ଯୋଉଠି ମିଟିଂ ହଉଛି, ସେମିନାର ହଉଛି, 14 ତାରିଖ ଅଛି, 14 ତାରିଖ ସମସ୍ତଙ୍କୁ ଡାକନ୍ତୁ। ତ 14 ତାରିଖ କିଛି ହଉ ବା ନ ହଉ, ତାଙ୍କର ବିଜନେସ ଗ୍ରୋଥ ହଉ ନ ହଉ, କିଛି ବି ନ ହଉ, ଯେତେବେଳେ 200 300 ଲୋକଙ୍କ ସାଙ୍ଗରେ ମିଶିଯିବେ ନା, ଦେଖିବେ ତାଙ୍କର ହୃଦୟ ବି ବହୁତ କିଛି ହେଇଯିବ, ତାଙ୍କୁ ବି ବହୁତ ସାରା ପରମାୟୁ ବି ବହୁତ ସାରା ମିଳିଯିବ। ଯଦି ତାଙ୍କୁ ଆପଣ ଭଲ ପାଉଛନ୍ତି, ସେ ନିଜର କେହି ବି ହୁଅନ୍ତୁ, ନିଜର ସ୍ୱାମୀ ହୁଅନ୍ତୁ, ନିଜର ସ୍ତ୍ରୀ ହୁଅନ୍ତୁ, ନିଜର କେହି ବି ହୁଅନ୍ତୁ, ଯଦି ତାଙ୍କୁ କୌଣସି ଜାଗାରେ ମିଶିବାକୁ ସ୍କୋପ ମିଳୁନାହିଁ, ତାଙ୍କୁ ଡାକି ଦିଅନ୍ତୁ। 14 ତାରିଖ ମିଟିଂ ଅଛି। ଆଉ 14 ତାରିଖ ମିଟିଂ ତ ଏମିତି ପ୍ରୋଗ୍ରାମ ହବ ଯୋଉଥିରେ କି ସଞ୍ଜୀବ ସାର୍ ତ ଯୋଉ ପ୍ରୋଗ୍ରାମକୁ ଆସନ୍ତି, ତ ଲୋକମାନେ ସେଠି ବିନା ହସୁଥିବା ଲୋକ ବି ହସିକି ଯିବାର ନଜିର ବି ଅଛି। ଆଉ ନାଚିବେ, ଝୁମିବେ, ସବୁ କିଛି କରିବେ। ତ ସେଥିଲାଗି ସଞ୍ଜୀବ ସାର୍ଙ୍କ ମିଟିଂ ତ ବହୁତ ହି ପାୱାରଫୁଲ। ଯାହାକୁ ଆପଣ ରିଏଲି ଭଲ ପାଉଛନ୍ତି, ନିଜ ବନ୍ଧୁବାନ୍ଧବଠୁ ଆରମ୍ଭ କରି, ତ 14 ତାରିଖ ମିଟିଂକୁ ଡାକନ୍ତୁ। କାରଣ ଇମୋସନାଲ ୱେଲବିଙ୍ଗ ତ ମାନେ ସେମାନେ ଆପଣଙ୍କ ବିଜନେସରେ କରନ୍ତୁ ନ କରନ୍ତୁ କିଛି ନାହିଁ, ଗୋଟେ ଦିନ ତାଙ୍କ ଜୀବନରେ ଏମିତି ଆସିବ ଯୋଉଥିରେ କି ସେମାନେ ବହୁତ ସାରା ଲୋକଙ୍କ ସାଙ୍ଗରେ ମିଶିକି ଯିବେ। ଆଉ 14 ତାରିଖ ସରିଲା ପରେ, 14 ତାରିଖ ପରେ ଆଉ 15 ତାରିଖ ସେ କାମ ନାହିଁ। ତ ସେଥିଲାଗି ଆସିବା ନିହାତି ଜରୁରୀ। ସମସ୍ତଙ୍କୁ ଇନଭାଇଟ୍ କରନ୍ତୁ, ଯଦି ଆମେ ସମସ୍ତଙ୍କର ଭଲ ଚାହୁଁଛେ ତ। ତ ଯଦି କାହାର ଭଲ ନ ଯାଉଥିବା, ତାହେଲେ ନାହିଁ, କିଛି ଅସୁବିଧା ନାହିଁ। ହଁ, ଏମିତି ବି ଲୋକ ପଇସା ଦେଇକି ଲାଫିଂ କ୍ଲବରେ ଯାଇକି ମିଶୁଛନ୍ତି, ପଇସା ଦେଇକି ମିଶୁଛନ୍ତି, କେବଳ କିଛି ନାହିଁ, ଆର୍ଟିଫିସିଆଲ ହା ହା ହେଇକି ହସିବା। କିନ୍ତୁ ଏଠି ତ ଆମକୁ ରିଏଲି ଆମକୁ ଗୋଟେ ଲାଗିବ କି ହଁ, ଗୋଟେ ବହୁତ ଭଲ ଜାଗାକୁ ଆମେ ଆସିଲେ। ତ ଇଏ ହଉଛି କଥା। ଏମିତି ବି ଯଦି ବି 150 ଟଙ୍କା ବି ବହୁତ ବଡ କଥା ନୁହେଁ। ଆଜି ଯଦି ଆଇନକ୍ସରେ ଯାଇକି ଆପଣ ଫିଲ୍ମଟେ ଦେଖି ଦିଅନ୍ତି, କିମ୍ବା ଆମେ କୌଣସି ହଲରେ ଯାଇକି ଫିଲ୍ମଟେ ବି 3 ଘଣ୍ଟା ମାତ୍ର ଫୁଲ ହଲଟେ ଦେଖି ଦିଅନ୍ତି, ତ ସେଠି ବି ଆମ ଜୀବନରେ କିଛି ପ୍ରଭାବ ପଡିବନି। କିନ୍ତୁ ଏଠି ଆପଣଙ୍କ ଜୀବନରେ ବହୁତ ବଡ ପ୍ରଭାବ ପଡିବ। ଆଗକୁ ଚିନ୍ତା କରିବା ପାଇଁ, ପରିବାର ପାଇଁ ଚିନ୍ତା କରିବା ପାଇଁ, ଭବିଷ୍ୟତ ପାଇଁ ଚିନ୍ତା କରିବା ପାଇଁ। ଏମିତି ବି ବହୁତ ସାରା ଏ ଦୁନିଆରେ ଆପଣ ସାଥୀ ପାଇବେ। ବାପା ବହୁତ ଭଲ ପୋଜିସନରେ ଥିଲେ, କିନ୍ତୁ ଦେଖିଲା ବେଳକୁ ପୁଅ ମାନଙ୍କର ସେମାନେ ସେ ପୋଜିସନରେ ପହଞ୍ଚି ପାରୁନାହାନ୍ତି। ତ ସେ ଜାଗାରେ ଆମେ ଯଦି ଆରସିଏମ କୁ ସପୋର୍ଟ କରିକି ଚାଲିବା, ତାହେଲେ ଆରସିଏମ ମାଧ୍ୟମରେ ତାଙ୍କର ଷ୍ଟାଟସ କେବେ କମ କେବେ ହବନି। ତ ଏ କଥା ବି ସେ ଜାଣିକି ଯିବେ। ତ ବହୁତ ସାରା କଥା ଅଛି। ତ ସେଥିଲାଗି ଆସିବା ନିହାତି ଜରୁରୀ 14 ତାରିଖ ପାଇଁ, ଯୋଉଥିରେ କି ଆମର ଇମୋସନାଲ ୱେଲବିଙ୍ଗ ବି ହେଇଯିବ। ଆଉ ଯେତେବେଳେ ମିଟିଂରେ, ଆଉ ଗୋଟେ କଥା ମୁଁ ଆପଣଙ୍କୁ କହିବାକୁ ଚାହେଁ, ମିଟିଂରେ ଯେତେବେଳେ ଆମେ ବସିଛେ, ସେମିନାରରେ ବସିଛେ, ଯେତେବେଳେ ଦରକାର ରହୁଛି, କୁହାହଉଛି ଯେ କ୍ଲାପିଂ କରିବା ପାଇଁ, ଜୋରଦାର କ୍ଲାପିଂ କରିବା ନିହାତି ଜରୁରୀ।
କାରଣ ଆମେ କରିବା ଦ୍ୱାରା ଆମର ଯୋଉ ହାତରେ ଆମର ଯୋଉ ପାଞ୍ଚଟା ଆଙ୍ଗୁଳି ଅଛି ପାପୁଲି ଅଛି ତାକୁ ବାଡ଼େଇବା ଦ୍ୱାରା ଆମର ସବୁ ଯାକ ଇନ୍ଦ୍ରିୟ ଆକ୍ଟିଭ ହୁଏ। ତାକି ଆମକୁ ନିଦ ଲାଗେନି, ଆମକୁ ଆକ୍ଟିଭ ଲାଗେ। ହୁଁ, ସେଇଟା ବି ନିହାତି ଜରୁରୀ। ଯୋଉ ଯୋଉ ଆକ୍ଟିଭିଟିଜ କୁହାଯାଉଛି, ଠିଆ ହବା ପାଇଁ କୁହାହେଲେ ଠିଆ ହବେ, ଯାହା କଲେ କଣ ହବ, ଆମର ଏକ୍ସରସାଇଜ ବି ଗୋଟେ ପ୍ରାକ୍ଟିସ ବି ସେଇଟା ବି ହେଇଯିବ। ଆମ ସ୍ୱାସ୍ଥ୍ୟ ପାଇଁ ସିଏ ବି ନିହାତି ଜରୁରୀ। ଯେତେବେଳେ ଡକା ହଉଛି ଯେ ଭାଇଟାଲ ପିନ୍ ଷ୍ଟେଜ ଉପରକୁ ଡକା ହଉଛି, ଷ୍ଟେଜ ଉପରକୁ ଯିବା, ଠିଆ ହବାକୁ କୁହାହଉଛି, ଠିଆ ହେଇଯିବା। ନୂଆ ଲୋକ ଯଦି ଆସିବେ, ଆମେ ଆମେ ସାଙ୍ଗରେ କାହାକୁ ନୂଆ ଲୋକଙ୍କୁ ନେଇକି ଯାଇଛେ, ସେ ସପୋଜ ହାତ ଟେକୁନି, ଯେତେବେଳେ କୁହାହଉଛି ନୂଆ ଲୋକ ହାତ ଟେକିବା ପାଇଁ, ସେ ହାତ ଟେକୁନି, ତାକୁ ଆମେ ହାତ ଟେକିବାକୁ କହିବା, ଆରେ ହାତ ଟେକ, ହାତ ଟେକ। ତ ୟା ଦ୍ୱାରା କଣ ହବ ନା ସେମାନଙ୍କର ଆକ୍ଟିଭିଟିଜ ବଢିବ। ଆଉ ମିଟିଂରେ ବସେଇ ଦେଇ ସାରିବା ପରେ ଆମେ ଭାବୁଛେ ଯେ ଆମର ଆକ୍ଟିଭିଟିଜ କିଛି ନାହିଁ, ଆମ ଆକ୍ଟିଭିଟିଜ ଏସବୁ କାମ ବି ଅଛି ଯାହାକୁ ନେଇକି ଯାଉଛେ। ଯେତେବେଳେ କୁହାହେଲା ନୂଆ ଲୋକ, ଆରେ ହାତ ଟେକ, ହାତ ଟେକିବେ। ଯଦି କୁହାହେଲା ଠିଆ ହେବା ପାଇଁ, ଠିଆ ହେଇଯିବେ। ତ ତାଙ୍କୁ ଯଦି ଆମେ ସେ ପ୍ରକାରର ୱାର୍କସପ୍ ଆମେ କରିବା ଆମ ଲେବୁଲ ଆମ କାମରେ, ତାହେଲେ ଆମେ ସେଥିରେ ଆମେ ସୁସ୍ଥ ରହିପାରିବା। ଆଉ ସବୁଠୁ ବଡ଼ କଥା ଯେ ଆମେ ମିଟିଂକୁ ଯେତେବେଳେ ଯାଉଛେ, ବହୁତ ସାରା ସାଥୀଙ୍କର କମ୍ପ୍ଲେନ ବି ଆସୁଛି। ଆ, ଆସିବା ବି ସ୍ୱାଭାବିକ। ଯୋଉଟା ଆମେ ନ ଜାଣିଥାଉ ତ କମ୍ପ୍ଲେନ ତ ଆମେ କରୁ, ସ୍ୱାଭାବିକ। ଯେତେବେଳେ ଆମେ କୌଣସି ନା କୌଣସି ମିଟିଂକୁ ଯାଉଛେ, ତ ମିଟିଂ ସରିଲା ବେଳକୁ 2ଟା 2:30 ହେଇଯାଉଛି, ଭୋକ ତ ହଉଛି। ଭୋକରେ ଆମେ କଣ କରିବା? ତ ସେ ଜାଗାରେ ତ ଆମକୁ ଇଏ ପ୍ରୋଟିନ ତ ସହାୟକ ହଉଛି 3-4 ଘଣ୍ଟା ଆମର ଭୋକକୁ ମାନେ ଆମେ କଣ ଖାଇବା କଥା ଖାଇଦେଲେ, ପ୍ରୋଟିନ ଗୋଟେ ସେକ୍ ଆମେ ପିଇଦେଲେ, ଗୋଟେ ପାଉଚ୍ ପିଇଦେଲେ, ପିଇ ଦେଇକି ମିଟିଂକୁ ପଳେଇଲେ, 4 ଘଣ୍ଟା ତ ସେଇଥିରେ ଆମର ହେଇଗଲା। ଏକରେ ମସଲ୍ସକୁ ମସଲ୍ସ ଡେଭଲପ କଲେ, ଦୁଇରେ ଆମର ସେମିନାରକୁ ଆମେ ଠିକ ଭାବରେ ଏନ୍ଜୟ କରିପାରିଲେ। ତ ଇଏ ହଉଛି ବହୁତ ବଡ଼ କଥା। ତ ଏଥିରେ ବି ଆମକୁ ହେଇପାରିବ। ଆଉ ତା ସହିତ ଡାଏଟ ବିଷୟରେ ବି ବହୁତ ବଢ଼ିଆ। ଆମେ ସବସେ ପେହଲେ ସେତ୍ର ବୁକ୍ରେ ବହୁତ ସାରା କଥା ଆମେ ଜାଣୁଛେ, ଆମ ଡାଏଟ କ'ଣ କ'ଣ କରିବା ଦରକାର ବିଭିନ୍ନ ସମୟରେ। ତା ସହିତ ସପ୍ଲିମେଣ୍ଟ ସପ୍ଲିମେଣ୍ଟ ଉପରେ ବି ଆଜି ସାର୍ ବି ବହୁତ ବଢ଼ିଆ କହିଲେ। ନ୍ୟୁଟ୍ରିଚାର୍ଜ ମ୍ୟାନ୍, ନ୍ୟୁଟ୍ରିଚାର୍ଜ ଓମ୍ୟାନ୍, ଯେଉଁମାନେ ୟୁଏଲପି କୁ ଯାଇଥିଲେ ସେଠି ତ ବହୁତ ଭଲ ପ୍ରେଜେଣ୍ଟେସନ। ଆଉ ସେ ପ୍ରେଜେଣ୍ଟେସନ ବି ମୋ ପାଖରେ ଅଛି। ଯଦି ବି କେହି ସାଥୀ ଚାହୁଁଛନ୍ତି ଯେ ଟିମ୍ରେ ସେ ପ୍ରକାରର ପ୍ରେଜେଣ୍ଟେସନ ଯୋଉଟା ୟୁଏଲପିରେ ଦେଖିଲେ, ତ ସେ ପ୍ରକାରର ପ୍ରେଜେଣ୍ଟେସନ ବି ମୁଁ ଆପଣଙ୍କୁ ଫିଜିକାଲି ଯାଇକି ଦେଖେଇ ପାରିବି। ମୁଁ ବି ରେଡି ଅଛି। ତ ବହୁତ ସାରା କାର୍ଯ୍ୟକ୍ରମ ଆମେ କରିପାରିବା। ତ ଆପଣମାନଙ୍କର ଇଚ୍ଛା ଶକ୍ତି ଉପରେ ନିର୍ଭର କରେ। ଯେମିତିକି କାଲି ରାତିରେ ଟିସି ସାର୍ 7ଟା ଶକ୍ତି ଉପରେ ଆମକୁ କହୁଥିଲେ। ତ ବିଶ୍ୱାସର ଶକ୍ତି, ସଂକଳ୍ପର ଶକ୍ତି, ତା ସହିତ ଜିଦ୍ର ଶକ୍ତି, ବଦଳାव ବଦଳିବାର ଶକ୍ତି, ସଂଗଠନର ଶକ୍ତି, ଆଧ୍ୟାତ୍ମିକ ଶକ୍ତି, ଆଉ ଗୁରୁକୁଳର ଶକ୍ତି। ଇଏ 7ଟା ଶକ୍ତି ଉପରେ ଆମେ ବହୁତ ଭଲ ଭାବରେ କାଲି ଆମେ ଶୁଣିଲେ। ତ ଆଜି ଆମେ ସମସ୍ତଙ୍କ ମତାମତ ଶୁଣିବା। ମୁଁ ତ ଚାହିଁବି ଆଉ ଥରେ ବି ସମସ୍ତଙ୍କୁ 2ଟି କଥା ମୁଁ କେବଳ ରିକ୍ୱେଷ୍ଟ ଆପଣମାନଙ୍କୁ କରିପାରିବି। ଗୋଟେ ହଉଛି ଯେ ଆମ ଟିମକୁ ଆମେ ଇନଭଲ୍ଭ କରିବା ଗୁରୁକୁଳ ଆଉ ଗୁରୁକୁଳ ଶାଖାରେ। କଲେ ହିଁ ଆମ ଟିମ୍ ସଶକ୍ତ ହେଇପାରିବ। ଆମକୁ କେବେ କଷ୍ଟ ଲାଗିବନି ଯେ ଆମ ଟିମରେ ବେଶୀ ଲୋକ ଆକ୍ଟିଭ ହଉନାହାନ୍ତି, ଏ ସବୁ ଯୋଉ ମାୟୁସୀ ଇଏ ସବୁ ଲାଗିବ ନାହିଁ। ଇଏ ହଉଛି ଗୋଟିଏ କଥା। ଦ୍ୱିତୀୟ ରିକ୍ୱେଷ୍ଟ ଯେ ଆମେ ଚେଷ୍ଟା କରିବା ଯେ ଇଏ ଯୋଉ ପ୍ରୋଗ୍ରାମ ରେ କ୍ୟାମେରା ଅନ୍ କରିକି ବସିବା ପାଇଁ, ତାକି ସପୋଜ ମୁଁ କ୍ୟାମେରାକୁ ବନ୍ଦ କରିକି ବର୍ତ୍ତମାନ ଏବେ ଏବେ ସପୋଜ ଗୋଟେ ଏକ୍ଜାମ୍ପଲ ଦେଖନ୍ତୁ। ଏବେ କ୍ୟାମେରା ଅନ୍ ଅଛି ଆରତି ଅପାଙ୍କର। ତ ଏବେ ଆରତି ଅପା ହସିଲେ ବି ଆମକୁ ଦେଖା ହଉଛି, ଶୋଇପଡ଼ିଲେ ବି ଆମକୁ ଦେଖା ହଉଛି, ଯାହା ବି କଲେ, ନମସ୍କାର କଲେ ବି, ଯଦି ଭାଇ ଏକା ପୂଜା କରୁଥିବେ ସେ ବି ନମସ୍କାର ଟିଏ କଲେ ବି ଆମକୁ ଦେଖା ହଉଛି। ତ କଣ କରୁଛେ ଦେଖା ହଉଛି। ଏବେ ସାହୁ ଭାଇ ଅନ୍ କଲେ କଣ, ଆମେ ଆମେ ତାଙ୍କୁ ଦେଖିପାରିଲେ କଣ ନା ସେ କୁଆଡେ ଚାଲି ଚାଲିକି ଯାଉଛନ୍ତି। ଆକାଶ ବସିଛି ଗୋଟେ ଜାଗାରେ, ଆମେ ଦେଖିପାରିଲେ। ତାକି କଣ ହବ ଯେ ସାମ୍ନା ବାଲା ଲୋକ କଣ କରୁଛି, ତ ସେଇ କଥା ଆମେ ଜାଣିପାରିବା। ଆଉ ପର୍ସନାଲି ଆମେ କଥା ବି ହେଇପାରିବା। ଆଉ ମୁଁ କହିବା କଥା କି ଯୋଉଠି ସମୟ ଦେବା ଆଉ ସମୟର ଠିକ ଭାବରେ ୟୁଟିଲାଇଜ ହେଇପାରିଲାନି, ତାହେଲେ ଏଇ ମିନତି ମ୍ୟାଡାମ ସିଏ ବି କ୍ୟାମେରା ଅନ୍ ଆଚ୍ଛା। କଲେ। ବହୁତ ବଢିଆ କଥା, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆଉ କିଏ କ୍ୟାମେରା ଅନ୍ କରିପାରିବେ? କରନ୍ତୁ 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 କରନ୍ତୁ, ଶୀଘ୍ର ଶୀଘ୍ର କରନ୍ତୁ। ଓକେ ଓକେ ଓକେ, ବହୁତ ବଢିଆ କଥା। ଆଜି ଗୋଟେ ଜାଣିଲ ବହୁତ ବଢିଆ ପ୍ରାକ୍ଟିସ ଆମର ହଉଛି। ଆଚ୍ଛା, ଆଚ୍ଛା, ଆମର ପ୍ରମୋଦ ଭାଇ ସିଏ ବି କ୍ୟାମେରା। ପ୍ରମୋଦ ଭାଇ ଆପଣ ଗୋଟେ କାମ କରିବେ ଯେ
अच्छा सार भी हाँ, नमस्कार नमस्कार नमस्कार। ପ୍ରମୋଦ ଭାଇ ଗୋଟେ କାମ କରିବେ, ଆପଣ ଯୋଉ ନାଁ ଅଛି ନା, ଯୋଉ ନାଁ ଜୟ ଟାକୁ ଜଗନ୍ନାଥ। ଜୟ ଜଗନ୍ନାଥ ଭାଇ, ଯୋଉ ନାଁ ଅଛି ନା ସେ ନାଁ ଟାକୁ ଆପଣଙ୍କ ନାଁ ଟାକୁ ଚେଞ୍ଜ କରିଦେବେ। ମାନେ କଣ କଣ WWQQ ଏମିତି ଆସୁଛି, ତାକୁ ଚେଞ୍ଜ କରିଦେବେ, ଆପଣଙ୍କ ନାଁ ଟା ଲିଖିଦେବେ ତାକି ପଢିବାକୁ ସୁବିଧା ହବ। ମୁଁ ଜାଣିଛି ବୋଲି ଆପଣଙ୍କୁ ଆପଣଙ୍କୁ କହିଦଉଛି। ଆଜି ସପୋଜ ମୁଁ ନଥିବି ଆଉ ତ କେହି ନାଁ ପଢିପାରିବେନି ନା, ଏ ହଉଛି ଗୋଟେ କଥା। ଆଉ ତା ଛଡା ଆଉ ଗୋଟେ ବହୁତ ବହୁତ ଭଲ ଜିନିଷ ଯୋଉଟା କି ଆକାଶ କରିଛି, ଆଉ ଆମ ଆ, ଆରତି ଅପା କରିଛନ୍ତି, ଆଉ ଇଏ ସାର୍ ବି କରିଛନ୍ତି। ଆଚ୍ଛା ପ୍ରବୀଣା ମ୍ୟାଡାମ, ଆରେ କ୍ୟାମେରା ଅନ୍ କଲେ ବହୁତ ବଢିଆ କଥା। ଜୟ RCM। ଆଚ୍ଛା, ଗୋଟେ ବହୁତ ବଢିଆ କଥା ଆପଣଙ୍କୁ ଶିଖିବାକୁ ଚାହୁଁଛି ଯେ ଯୋଉଟା ଆକାଶ କି ଆରତି ଅପା କି ସାର୍ ଆମର କରିଛନ୍ତି, ସେ ତାଙ୍କର ମୋବାଇଲକୁ ଏମିତି ରଖିଛନ୍ତି। ଇଏ ଇଏ ରଖିବା ଦ୍ଵାରା କଣ ହଉଛି, ତାଙ୍କର ଫଟୋଟା ବହୁତ ବଢିଆ। ଆଚ୍ଛା ଶୁଣନ୍ତୁ, ମୁଁ କାହିଁକି ଆପଣଙ୍କୁ କହୁଛି, ତାର ବି ଆଜି ଆପଣଙ୍କୁ କହୁଛି। ମୁଁ ଏଇଥିପାଇଁ ଆପଣଙ୍କୁ ଆଜି କହୁଛି ଯେ ଆମେ ଆଜି ଏଠି ବସିଛେ 12 ଜଣ ବସିଛେ, କିନ୍ତୁ ମୁଁ ପ୍ରତ୍ୟେକ ଦିନ ୟୁଟ୍ୟୁବରେ ଲୋଡ କଲା ପରେ ମୁଁ ଦେଖୁଛି ପ୍ରତ୍ୟେକ ଦିନ 24 ଜଣ, 30 ଜଣ, କିଏ କିଏ ସେଦିନ ଦେଖିଲା ବେଳକୁ 98 ଜଣ ଦେଖିଛନ୍ତି। ତାମାନେ ଏତେ ଆମକୁ ବି ଲୋକ ଦେଖୁଛନ୍ତି, ଆମେ ବି ସେଲିବ୍ରିଟି। ଆରେ, ଆମକୁ ବି ଲୋକ ଦେଖୁଛନ୍ତି, ଆମକୁ ବି ଫଲୋ କରୁଛନ୍ତି ଲୋକ, ସେଇଟା ହଉଛି ବହୁତ ବଡ କଥା। ତ ସେଥିଲାଗି ଆମ ମୋବାଇଲକୁ ଯଦି ଏମିତି ରଖିବା ତାହେଲେ ଆମ ଫଟୋଟା ବି ବହୁତ ବଢିଆ ରହିବ। ତ ଆମକୁ ବି ଲୋକ ଦେଖି, ଆମେ ଯେତେବେଳେ କହୁଛୁ, ଆଚ୍ଛା ତା ଦ୍ୱାରା ଆଉ କଣ ହବ, ବହୁତ ସାରା କଥା ବି ହବ ଯେ ଆ, ଆମେ ଯୋଉ କଥା କହୁଛୁ ତାକୁ ବି ଲୋକ ଶୁଣୁଛନ୍ତି। ଆଚ୍ଛା ସେ କଥାକୁ ଆମେ ପ୍ରିସାଇଜ କରିକି କହିବା, ଯୋଉ କଥାଟା ଆମକୁ କହିବା ଦରକାର ଆମେ ସେଇ କଥାକୁ ପ୍ରିସାଇଜ କରି କହିବା। ଆଚ୍ଛା, ଆଉ ଗୋଟେ କଥା ଶିଖନ୍ତୁ ରବିଣା ମ୍ୟାଡାମ, ଆପଣ ଯେତେବେଳେ ମୋବାଇଲକୁ ଏମିତି କରୁଛନ୍ତି ସେଇଠି ଗୋଟେ ଏମିତି ଚାରିକଣିଆ ଆସୁଛି, ସେ ଚାରିକଣିଆଟାକୁ ଟଚ୍ କରିଦିଅନ୍ତୁ। ସେଇଟା ଆପଣଙ୍କର ବୁଲିଯିବ। ହଁ, ସେଇଟା ଆପଣଙ୍କ ବୁଲିଯିବ। ଆପଣ ସେଇଟା ବୁଲିଗଲେ ଆପଣଙ୍କର ଫଟୋଟା ପୁରା, ଆଉ ଆପଣ ଏମିତି ଓଲଟା ଦେଖା ହେବେନି। ହଁ, ତ ଇଏ ହଉଛି କଥା। ଠିକ ଅଛି, ବହୁତ ବଢିଆ କଥା। ଆଜି ଆମେ ଏତିକି ଶିଖିଲେ, ଆଉ ଆଗକୁ ବି ବହୁତ ସାରା କଥା ଆମେ ଶିଖିବା। କାଲିକୁ ବି ଆମେ ସମସ୍ତେ କ୍ୟାମେରା ଅନ୍ କରିକି ବସିବା, ତାକି ଆମେ ପରସ୍ପର କଥା ହେଲା ଭଳି ଲାଗିବା। ଦେଖନ୍ତୁ, ଗୋଟେ କଥା ମୁଁ ଆପଣଙ୍କୁ କହିବାକୁ ଚାହେଁ, ସାର୍ ଅଛନ୍ତି ଭୁବନେଶ୍ୱରରେ, ମୁଁ ଅଛି ଭୁବନେଶ୍ୱରରେ, ଇଏ ଆମର ଆକାଶ ଅଛି ପାଟକୁରା ତିର୍ତ୍ତୋଲ ର ମଝିରେ, ଆଉ ସାହୁ ଭାଇ କଟକରେ ଅଛନ୍ତି କିମ୍ବା ନେମାଳରେ କୋଉଠି ବି ଅଛନ୍ତି। ଆଉ ତା ସହିତ କାର୍ତ୍ତିକ ବାବୁ ତ ନିଶ୍ଚୟ ନେମାଳରେ ଥିବେ, ମନୋଜ ବାବୁ ନିଶ୍ଚୟ ଗୁଡିଆ କାଟଣୀ ଆମର ଢେଙ୍କାନାଳ ସେଠି ଅଛନ୍ତି, ଆଉ ଭୁବନେଶ୍ୱରରେ ନର୍ମଦା ମ୍ୟାଡାମ, ମିତାଞ୍ଜଳି ମ୍ୟାଡାମ, ପ୍ରବୀଣା ମ୍ୟାଡାମ ବି ଅଛନ୍ତି। ତ ଆମେ ଯଦି ଚାହିଁବା ଏକା ସାଙ୍ଗରେ ସମସ୍ତେ ବସି ମାନେ, ହଁ, ଆଚ୍ଛା ଆମ ପ୍ରମୋଦ ଭାଇ ବମ୍ବେରେ ଅଛନ୍ତି, ତ ସମସ୍ତେ ଗୋଟେ ଜାଗାରେ ଆମେ ବସି ପାରିବାନି, ମାନେ ଆଜିର ଡେଟ୍ରେ। କିନ୍ତୁ ଏଠି ଆମେ ଗୋଟେ ସୁଯୋଗ ମିଳିଛି ଆମକୁ, ଆମେ ଗୋଟେ ଜାଗାରେ, ମିନତି ମ୍ୟାଡାମ ସିଏ ବି ଅଛନ୍ତି ଭୁବନେଶ୍ୱରରେ, ତ ସମସ୍ତେ ଗୋଟେ ଜାଗାରେ ଆମେ ବସି ପାରୁଛେ। ତ ସେଥିଲାଗି ଆ, ଆମେ ଯଦି ପରସ୍ପରକୁ ଦେଖିବା, ପରସ୍ପରକୁ ଚିହ୍ନିବା, ହୁଏତ ହୁଏତ କେତେବେଳେ ଟ୍ରେନରେ ଯାଉଥିବା, ବସରେ ଯାଉଥିବା, ସେଠି ଆମେ ଜଣକୁ ଜଣେ ଆଉ ଜଣେ ଦେଖିଲା ପରେ ସେ ଜାଣିବ ଯେ ଆରେ ମାନେ ସପୋଜ ଆରତୀ ଅପାଙ୍କୁ କୋଉଠି ଅ, ଆମର ସେବା କେନ୍ଦ୍ରରେ କିଏ ଜଣେ ଦେଖିଦେଲେ, ହଁ, ତ ତାଙ୍କ ଟିମର ଲୋକ ସେ ତାଙ୍କୁ ଚିହ୍ନି ନାହାନ୍ତି, କିନ୍ତୁ ତାଙ୍କୁ ଦେଖୁ ଦେଖୁ ସେ ଜାଣିଦେଲେ, ତାଙ୍କ ସ୍ୱରରୁ ସେ ଜାଣିଦେଲେ ଯେ ଇଏ ହଉଛନ୍ତି ଆରତୀ ଅପା ହେଇଥିବେ। ଆଚ୍ଛା, ଆଉ ଗୋଟେ ଗୁଡ ନ୍ୟୁଜ ଆପଣଙ୍କୁ ଦବାକୁ ଚାହୁଁଛି। ମଝିରେ ଥରେ ମୁଁ ଆପଣଙ୍କୁ କହୁଥିଲି ଯେ ଢେଙ୍କାନାଳରୁ ପାଖାପାଖି 20 କିଲୋମିଟର ଆଗକୁ ଗୋଟେ ଜାଗା ଅଛି, ତାର ନାଁ ହଉଛି ଗୁଡିଆ କାଟଣୀ। ଗୁଡିଆ କାଟଣୀ ବି ଗୋଟେ ଦର୍ଶନୀୟ ସ୍ଥାନ, ସେଠିକି ବି ବହୁତ ସାରା ଲୋକ ବି ଯାଆନ୍ତି ଦର୍ଶନ କରିବା ପାଇଁ, ପିକନିକ ପାର୍ଟି, ବହୁତ ସାରା କାର୍ଯ୍ୟକ୍ରମ ସେଠି ଆମର ହୁଏ। ହଁ, କେବେ ସୁଯୋଗ ମିଳିଲେ ଆମେ ବି ଯିବା, ଆଉ ସୁଯୋଗ ବହୁତ ଶୀଘ୍ର ମିଳିବାକୁ ଯାଉଛି। ମୁଁ ଆଜି ଡିକ୍ଲାର ଆପଣଙ୍କୁ କରୁଛି, ସେ ସୁଯୋଗ ବହୁତ ଶୀଘ୍ର ମିଳିବାକୁ ଯାଉଛି। ଆମେ ଯିବା ସେଠିକି, ସାଙ୍ଗରେ ଚାନ୍ଦ ସାର୍ଙ୍କୁ ନେଇକି ବି ଯିବା। କାହିଁକି ନା ସେ ଯୋଉ କାମଟା ସେଠି ହବ, ସେ କଥା, ସେ କାମଟା ଚାନ୍ଦ ସାର୍ଙ୍କ ବିନା କେହି କରିପାରିବେନି। କଣ ହବ ନା ସେଠି ଗୋଟେ ବହୁତ ବଢିଆ RCM ର ସେବା କେନ୍ଦ୍ର ଓପନିଂ ହବାକୁ ଯାଉଛି। ତ କେତେ ଗୁଡ ନ୍ୟୁଜ ଆପଣଙ୍କର,
ସେଠି ସପୋର୍ଟ ଦବା ପାଇଁ ସେବା ଦବା ପାଇଁ ଆମ ଭିତରେ ମନୋଜ ବାବୁ ଅଛନ୍ତି, ଆଜି ଭିଡିଓ ମୋଡରେ ଅଛନ୍ତି। ୱାହ, ବହୁତ ବଢିଆ କଥା। ତ ମନୋଜ ବାବୁଙ୍କୁ ସମସ୍ତେ ଭିଡିଓ ମୋଡରେ ତାଙ୍କୁ ବି ଦେଖିବେ। ସେ ଯୋଉ ସେବା କେନ୍ଦ୍ର ହବାକୁ ଯାଉଛି, ସେବା କେନ୍ଦ୍ରର ସିକ୍ୟୁରିଟି ମନି ଡିପୋଜିଟ୍ ହେଇଗଲାଣି, ନମ୍ବର ବି ଆସି ସାରିଲାଣି, ଫର୍ଣ୍ଣିଚର ଯୋଉ ଲାଗିବ ଫର୍ଣ୍ଣିଚର ପାଇଁ ବି ପେମେଣ୍ଟ ହେଇସାରିଲାଣି, ଫର୍ଣ୍ଣିଚର ବି ଆଉ ଯୋଉ ନେକ୍ସଟ ଗାଡି ଯୋଉ ଆସିବ ହୁଏତ ଫର୍ଣ୍ଣିଚର ବି ପଳେଇ ଆସିବ। ଆଚ୍ଛା, ତାପରେ ତାଙ୍କର ଏତେ ବଡ ପ୍ଲାନିଂ ମୁଁ ବି ଜାଣିନି। ସେ କହୁଛନ୍ତି କେବଳ ମୁଁ ଏଫଏମସିଜି ପ୍ରଡକ୍ଟ ରଖିବିନି, ମୁଁ ଲାଇସେନ୍ସ ଆଣିକି ପୁଣି କଲର ବି ଆଣିବି। ବହୁତ ବଢିଆ କଥା ଆମ ପାଇଁ। ତ ସେପଟରେ ଯଦି ବି ଆପଣଙ୍କର କେହି ବି ଚିହ୍ନା ଜଣା ଲୋକ ଅଛନ୍ତି, ମୁଁ ଆଜିଠୁ କହିବାର କାରଣ ହଉଛି ଏଇଆ ଯେ ସେ ପାଖାପାଖି ଯିଏ ବି ସାଥୀ ଅଛନ୍ତି, ତ ତାଙ୍କର ଲିଷ୍ଟ ଆଜିଠୁ କରିବା ନିହାତି ଜରୁରୀ। ତ ଯଦି ଆମେ କରିବା, ସେବା ଦେବା ପାଇଁ ତ ମନୋଜ ବାବୁ ଅଛନ୍ତି, କୋପରେସନ କରିବା ପାଇଁ ତ ଆମେ ସମସ୍ତେ ଅଛୁ, ତ ୟୁଏଲପି ପ୍ରୋଗ୍ରାମ ତ କରିବା ପାଇଁ ମୁଁ ବି ଅଛି, ସେ ଅଛନ୍ତି, ଆଉ ଗାଇଡାନ୍ସ ଦେବା ପାଇଁ ତ ଚାନ୍ଦ ସାର୍ ଅଛନ୍ତି। ହଁ, ଯୋଉ କାମଟା ଆଉ କେହି କରିପାରିବେନି ଚାନ୍ଦ ସାର୍ କରିପାରିବେ, ସେ କାମଟା ହଉଛି ଆମମାନଙ୍କୁ ସହଯୋଗରେ, ଆମମାନଙ୍କ ସହିତକୁ ଆମକୁ ହାତଟାକୁ ମଜବୁତ କରିକି ସେ ଯୋଉ ଫିତା କାଟିବା କାମଟା, ସେଟା ଆଉ କେହି କରିପାରିବେନି, ସେଟା ସାର୍ କରିବେ। ତ ଇଏ ସବୁ କାମ ତ ନିଶ୍ଚୟ ହବ, ସମସ୍ତେ ତ ମିଳିଜୁଳିକି କରିବା। ତ ଭାବିବାନି ଯେ ଆମେ କୋଉଠି ଅଛେ, କିନ୍ତୁ ଆମକୁ ଗୋଟେ ସହଯୋଗ ମିଳୁଛି, ଯେହେତୁ ଆମକୁ ଗୋଟେ ସହଯୋଗ ମିଳୁଛି ଆମେ ତାକୁ ଫାଇଦା ନେବା ଦରକାର। ତ ଆଜି ଆମେ ଆଜିର ମୋର ବହୁତ ସାରା କଥା ତ ଆଜି ଆମେ ଡିସ୍କସନ କଲେ। ଆଉ ସବୁଠୁ ବଡ କଥା, ଇମୋସନାଲ ୱେଲବିଂ ନିହାତି ରହିବା ଦରକାର। ବହୁତ ସାରା ସାଥୀ ସେଇ ମେଡିସିନ ଖାଉଥିବେ, ତାଙ୍କ ଦେହ ଭଲ ହଉନଥିବ, କିନ୍ତୁ ବହୁତ ସାରା ସାଥୀ ସେଇ ମେଡିସିନ ଖାଉଥିବେ କିନ୍ତୁ ତାଙ୍କ ଶରୀର ବହୁତ ଆରୋଗ୍ୟ ହେଇକି ରହିଥିବ। କାହିଁକି ନା ସବୁଠୁ ବଡ ହଉଛି ଭାବନାତ୍ମକ ସ୍ୱାସ୍ଥ୍ୟ। ଯଦି ଭାବିବା ଯେ ମୋ ଦେହ ଖରାପ, ମୋ ଦେହ ଖରାପ, ମୁଁ ପଡିକି ରହିବି, ଘରକୁ କୁଆଡେ ଯିବିନି, ଏସବୁ କରିବିନି, ତାହେଲେ ଆମେ ଅସୁସ୍ଥ ହେଇକି ପଡି ରହିବା। ଯଦି ଭାବିବା ଯେ ନାଇଁ ମୁଁ ସୁସ୍ଥ ଅଛି, ବହୁତ ବଢିଆ ରହିଛି, ବହୁତ ତନ୍ଦୁରୁସ୍ତ ରହିଛି, ତାହେଲେ ଆଉ ଏଇ ଭାବନାକୁ ଠିକ ରଖିବା ପାଇଁ ଆମକୁ ଆସିବା ନିହାତି ଦରକାର। 14 ତାରିଖର ଯୋଉ ମିଟିଂକୁ ଆମେ ନିହାତି ଆସିବା ଦରକାର, ଆଉ ଆସିବା ଦ୍ୱାରା ବହୁତ ସାରା ଏକ୍ସରସାଇଜ ବି ହବ, ଭାବନାତ୍ମକ ସ୍ୱାସ୍ଥ୍ୟ ବି ହବ, ଆମର ଇଏ ଟର୍ଣ୍ଣଓଭର ଗ୍ରୋଥ ବି ହବ, ବହୁତ କିଛି ଆମେ କରିଦେଇ ପାରିବା। ଓକେ, ଆଜି ନାନୀ ବି ଅଛନ୍ତି, ବୋଧେ ନେମାଳରେ ସାହୁ ଭାଇ ଅଛନ୍ତି, ନାନୀଙ୍କୁ ଆଜି ଆମେ ଦେଖେଇଲେ। ବହୁତ ସାରା ନାନୀଙ୍କର ଧୀରେ ଧୀରେ ଡିମାଣ୍ଡ ଆସୁଛି, ଲୋକ କିନ୍ତୁ ଖୋଜୁଛନ୍ତି, ପାଉନାହାନ୍ତି। ଓକେ, ଆଜିର ଆପଣଙ୍କର ମତାମତ ଶୁଣିବା ପୂର୍ବରୁ ମୁଁ ଆଜି ସାର୍ଙ୍କୁ କହିବି, ସାର୍ କିଛି ଆମକୁ ଗାଇଡାନ୍ସ ଦିଅନ୍ତୁ। ସାର୍, ସାର୍ ଅନମ୍ୟୁଟ କରନ୍ତୁ। थैंक यू। बहुत बहुत धन्यवाद नमस्कार सतोदी बाबू। समस्त नमस्कार 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 जय हर सेम। जय हर सिंह। नमस्कार जय श्याम। नमस्कार नमस्कार जय हर सेम। सतोदी बाबू को बहुत बहुत धन्यवाद। तांकर जो प्रकार भाव में प्रचेषा आज 3 मास है अधिका है ये गुरुकुल शाखा चली, बहुत खुशी लगुच। के डेडिकेटेड केते कमिटेड आपण मैंने फील करंतु। जेमिति टीसी सर जी सी जेमिति तांकर काम रे डेडिकेटेड कमिटेड, जेमिति संदीप सर जी, प्रहलाद सर जी, जो माने सब निज निज काम रे डेडिकेटेड कमिटेड हेगिरी से माने करूछंती। तांको कथा चिंता करी ସାର୍ ଅନମ୍ୟୁଟ କରନ୍ତୁ ସାର୍। आम घर पुरी रे जगन्नाथ मंदिर टू प्राय 300 मीटर दूर रे मु स्कूल कॉलेज रे जगन्नाथ मंदिर को भीतर प्राय जाए, मंदिर जगन्नाथ को जाई दर्शन करे आ भाबे जगन्नाथ किछि हम कर देबे। तापर जेतेबेले बुझिया शक्ति आसिला मु कहली जगन्नाथ तांको काम रे पूरा 100% ठीक अछि, तेनु हमकु आम जगह रे ठीक हवा को पड़िबो। तेनु आ मंदिर बेसी जाएनी, मु बाहरु जगन्नाथ को ठीक करे ए प्रभु तमे तो तम जगह रे ठीक अछे, एबे हमकु आम जगह रे ठीक करिया को पड़िबो। हमकु आम जगह रे ठीक करिया को हबो। देखो प्रोटीन समस्तंकर हमर अभाव रहउछि प्रोटीन रो हमर बहुत अभाव। आमे केते ओजन अनुसार मोर 65 केजी माने मोर 65 ग्राम प्रोटीन प्रतिदिन खाया दरकार। तो मु खाउछि केते हमकु मिले साधारण 30 ग्राम 20-25 ग्राम 30 ग्राम मिले हमर खाद्य रे। डाली होछि प्रोटीन, किंतु डाली जहा टिके मिले। परिया पत्र रे प्रोटीन भर्ती, किंतु परिया पत्र रो अवस्था माने जानि छथि। तेणु प्रोटीन आमर शरीर को तैयारी करे, बिल्डिंग ब्लॉक कहती। एटा जेमतिका घर तैयारी करे प्रोटीन सेमतिका। तो प्रोटीन
ସମସ୍ତଙ୍କର ଅଭାବ ରହୁଛି ତ ପ୍ରୋଟିନ କୁ ସମସ୍ତେ ନିଶ୍ଚିତ ଭାବରେ ଖାଇବା ଉଚିତ। ବିଶେଷ କରି ଡାଇବେଟିସ୍ ଉପରେ ଆଜି କେତେ ସୁନ୍ଦର ଭାବେ ମନୀଷା ମ୍ୟାଡାମ ପ୍ରେଜେଣ୍ଟ କଲେ। ଆପଣ ମାନେ ଏ ପ୍ରୋଗ୍ରାମ ଟାକୁ ମଧ୍ୟ 2-4 ଥର ଦେଖି ଆପଣ ମାନେ ଏକ ଟ୍ରେନିଂ ଦିଅନ୍ତୁ। ଆଜିର ଏ ପ୍ରୋଗ୍ରାମ କୁ ପୁରା ସ୍ୱତନ୍ତ୍ର ଭାବେ ଷ୍ଟଡି କରନ୍ତୁ ଆଉ ଲୋକମାନଙ୍କୁ କହନ୍ତୁ। ବହୁତ ବଢିଆ କଥା ସବୁ କହୁଛି ପ୍ରୋଟିନ ଆଉ ଏକ୍ସରସାଇଜ। ପ୍ରୋଟିନ ଆଉ ଏକ୍ସରସାଇଜ ଏ ଦୁଇଟା ହିଁ ଆମର ହଉଛି ଡାଇବେଟିସ୍ କୁ କଣ୍ଟ୍ରୋଲ କରିବ। ତେଣୁ ଆପଣ ମାନେ ଙ୍କ ପାଇଁ ଇଏ ଗୋଟେ ଜାଣ ବହି ଗୋଟେ ତ ଆଜିର ଯୋଉ ପ୍ରୋଗ୍ରାମ ହେଇଛି ସେଥିପାଇଁ ଆପଣ ମାନେ ସିରିୟସଲି ତାକୁ ବାର ବାର ଦେଖନ୍ତୁ। ତା ଛଡା ମୁଁ ଏତିକି କହିବାକୁ ଆଉ ଥରେ ଆପଣଙ୍କୁ କାଲିକା କଥା ମନେ ପକେଇ ଦଉଛି। ଆପଣ କାଲି ଯେ କହୁଥିଲି ମନେ ପକେଇ ଦଉଛି ଯେ ଆପଣ ମାନେ ନେଟୱାର୍କିଂ ବିଜନେସ୍ ବା ଆମର RCM ର ଅଭିଯାନ ये जो सारा पृथ्वी रे नेटवर्किंग बिजनेस चली गोटे विप्लव आनी 70-80 वर्षर ये इतिहास आमर भारत रे 25 वर्षर इतिहास। कोटी कोटी लोक सारा पृथ्वी रे अमेरिका रे तो ये 95% लोक नेटवर्किंग बा डायरेक्ट सेलिंग द्वारा ही प्रोडक्ट नहीं कारण से जानती जे बेस्ट प्रोडक्ट डायरेक्ट सेलिंग ही मिले जेनुइन ताकू नेगरी फेक टाइप रो बहुत होची किंतु जेनुइन नेटवर्किंग सेमती ऑस्ट्रेलिया सेमती चाइना सेमती तो इंडिया रे मध्य सेही भली आसी समस्त जान समस्तंकर धारणा आसी जाउची जे डायरेक्ट सेलिंग द्वारा जो प्रोडक्ट से बेस्ट क्वालिटी रो तो ता भितरे वन ऑफ द बेस्ट होची RCM रो प्रोडक्ट्स समस्तंकर बेस्ट क्वालिटी रो प्रोडक्ट्स। तो नेटवर्किंग बिजनेस रे आमे बा डायरेक्ट सेलिंग बिजनेस बा ये जो आपको आमे RCM रो अभियान करूछु जो कि स्वास्थ्य क्रांति महिला सशक्तिकरण स्वावलंबन ये 2026 को आमे स्वास्थ्य क्रांति रो अभियान करिछु। तो ये सबुरे मूल रे कोन होची आमे सब जते बेले देखंतु 8-10 जण आमे सब बेले बसछु त माने कोन आपण मानकर आपण माने बुझी परिछंती जे अभियान बा ये बिजनेस बा ये सिस्टम मो पई जते भलो समस्त पई सेति की भलो एटा आपण मानकर से नॉलेज हेइची बोली आपण माने आग्रह करछन जे मो पई जति की भलो सारा दुनिया पई मध्य भलो। तो आमे एतरे आगेबा को हेले हमकु सारा दुनिया सहित संपर्क रखिया को पड़िबो। तो लोकन सहित संपर्क रखिया पड़िबो लोकन सहित संपर्क रखी लोकन को कोन करिया को लोक माने किंतु प्रथमे बुझी परिबेनी लोक माने साधारणतः संगे संगे बुझी परिबेनी सेति धैर्य दरकार लोक माने साधारणतः बुझी परिबेनी तांको सेति धैर्य दरकार। आमे 2-4 थर थरे 2-3 थर कहला परे सेमानंकर जते बेले रिस्पांस मिलेनी आमे कोन हो हताश हे जाउ किंतु ए नो आउ रिजेक्शन होची बा नो बा रिजेक्शन होची हमर प्रकृत रे बंधु ताकू आमे बंधु बोली कहबा ए द्वारा ही आमे सफलता पाऊ नो आउ रिजेक्शन द्वारा हमको नो रिजेक्शन कोन करे हमको माने कोन डेवलपमेंट करे हमर भूल को सुधारे एटा को मन रखंतु नो आउ रिजेक्शन हमर भूल को सुधारे आमे को प्रकार कथबार्ता करूचे को प्रकार व्यवहार करूचे सेतरे जदी भूल हे जाईची ताले हमको नो आउ रिजेक्शन हमको मन पकई दबो जे तमे एठी भूल काम करिसो तेनु ठीक मतन कथा कहि परनो ठीक मतन बुझेई परनो ठीक मतन संपर्क तयारी करि परनो रिलेशनशिप ठीक तयारी करि परनो तेनु तमे निजको सुधार ये होची नो रिजेक्शन रो प्रकृत अर्थ। तो एबे आपन आ गोटे यार मूल कथा कहूची सारा पृथ्वी रो जो सिस्टम अच्छी सेटा होची लॉ ऑफ एवरेज हारारी रो हिसाब हारारी हिसाब कोन आपण जेते लोकन को संपर्क करिवे जेते लोकन को RCM बाबद रे कहबे बा डायरेक्ट सेलिंग बाबद रे कहबे अभियान विषय रे कहबे जे कोन से विषय रे कहबे सेमानंकर 20% रु 30% रेस्पॉन्स करिवे 20 रु 30% रेस्पॉन्स करिवे तेतरे आमे हमर कहिवार प्रणाली अनुसार सिस्टम अनुसार आमे केते डिवोटेड जेंति शतपति सर बहुत डिवोटेड कमिटेड हेकरी कथा कहउचंती बा प्रेजेंट करूचंती टीसी सर जी करूचंती जेंति सेमति आमे केते कमिटेड डिवोटेड हेकरी केते एक्साइटेड हेकरी हमर पॉजिटिव मेंटालिटी की लोक संगे आमे कथाबार्ता करूचे देखंतु मन भीतर जदि टिके नेगेटिविटी रहिछि आ आमे पॉजिटिवली कथा आमे लोकन से कथाबार्ता करूछु सेटा अदृश्य भाबरे तांको पर प्रभाव पड़ियो एटा मन एटा
आमको आम शिखीचु आमको गुरु मैंने शिखई बीसीजी संजीव जी प्रलय सब शिखई आम भी मुझे यार अनुभव करी मन भर टिके जदि टिके डाउट रही जाइए हम कि हबनी संजीव सार कहते स्टेज उपर हम कि हबनी ए भावना जदि टिके रही जाइए आ से भावना नहीं कि आम लोक सहित कथबार्ता करुचे ताले लोक से जना पड़ ताकू से अवचेतन मन में से भी जना पड़ तेणु से आपण कथा को माने प्रभावित हबनी सी ग्रहण करनी तेणु 100% निज भितर माने कॉन्फिडेंटली 100% पॉजिटिव मेंटालिटी आम लोक सहित कथबार्ता करवा आ से आम 20% 20 ରୁ 25% आम रिजल्ट पाइबा ताले बाकी रही के 75 ରୁ 80% आपण कथा शुणिबेनी प्रथमे से माने देरी रे शुणिबे आमे भूल करू कोन आमे जो माने न शुणिले से मानन कथा आमे भाबू आमे जो माने 10 जन को आमे कहले 2 जन आम कथा निश्चित भाव में शुणिबे जदि आमे ठीक मतन कहि आ टिके पॉजिटिवली पूरा एक्साइटेड हेकरी पूरा माने कॉन्फिडेंटली जदि लोक से कथा 2 जन ରୁ 4 जन हेबे किंतु आमे कहया कोन से जो 4-5 जन शुणिलेनी आसिलेनी से आसिलानी से बाहागर को गला से अमुकर गला तार एमती देह खराब हो गला से गोटे यही गोटे आम डिस्कस करू कथा हूँ जी आसिले जी आम कथा शुणिले ताको उपरे आमे फोकस करवा तो एबे आमे आउ गोटे कथा मु आपण मानकु कहि दोछि मो अनुभूति रु जे जदि आपण माने मीटिंग को काली जो कथा कहउथिलु जदि 10 जन आसी बोली कहउछंती ताहले आपण कोन 10 जन को ही इनवाइट करछंती कि आपण भाबुछंती जे 10 जन आसी बोली जदि एइटा करथांती ताहले एइटा भूल प्रोसेस आपण 10 जन को कहबे 10 जन कहबे हां हां हमें जीवु हां जीवु व्यस्त होनी ए करनी हमें पहुंच जीवु ए करिवु आमे भाबु जे 10 जन को तो कहली 10 जन आस जिवे आ आमे त हिसाब दे दू 10 जन आसी गले ये जदि आपण माने करूथांती एइटा भूल आ एइटा को मनरु डिलीट कर दियंतु जदि आपण 10 जन को मीटिंग रे बसिया को चाहुचंती ताले आपण को 70-80 जन को सहित केते तार 5 गुण अर्थात 50-60 जन लोकन सहित कांटेक्ट करिया को पड़िबो 40-50 लोकन को कांटेक्ट करथिबे तांको कहिथिबे जदि 10 जन माने ग्यारंटेड आसी आमे साधारणतः कंफर्ट जोन ने थाइगिरी आमे कथा कहया पई निजको माने कोन आमे हां आमे गोटे एमती काम करछु आमे गोटे आम कथा सुनुछंती लोके आसीबे आमे गोटे जणैया पई आमे कोन कर देबा गोटे भूल कथा कहि देबा हां आम मीटिंग रे निजको मध्य कहि देबा बाहर को कहला बड़ कथा नुहे बड़ कथा निजको आमे कहि देबा निज भीतर कहि देबी आमे विश्वास कर जिवा हां 10 जन कहली से तो आछिबो से तो आछिबो से तो आछिबो एइटा जो निजको आमे कहि देबा सेटा भूल आपण एठी आज रहा के तारीख 12 तारीख आउ 12-13 2 दिन रहा तेणु यही 2 दिन रे यही फर्मुला यूज करंतु जदि आपण 10 जन को मीटिंग रे बसिबे आपण 40-50 जन को कहंतु 40-50 जन को कहंतु सीरियसली कहंतु ताहले आपणकर 10 जन लोक निश्चित भाव में आसीबे आ आपण माने जदि 10 जन लोकन को कन्फर्म करिवे कॉन्फिडेंटली निजको कहबे जे हां मु 10 जन कहि 10 जन आसीबे ताहले एइटा आपणकर केबेल हबनी आपण निजे एक्सपीरियंस जानिथिबे डाकिथिबे किन देखला को जने 2 जन आस्थिबे 5 जन को डाकिथिले कहे 5 जन आजिबे किन जणे आस्थिबो आ सेटा होची ठीक कथा कारण 20% जणे एई फॉर्मूला को आपण माने मु एटा को 2005-6 रे संजीव सर जेतो मते बुझेइतिले मु सेई दिनटू ए फॉर्मूला को 20 वर्ष हेलानी मु मने रखिछि सेई अनुसार मु लोक संपर्क करे लोकन सहित मिसे मु जदि जे कोनसी काम रे जदि गोटे मीटिंग रे 10 जन बसिଛନ୍ତି ମୁଁ ताले सेतु जानि जे 2-3 जन साधारण भाव में मो कथा बुझिबे आ जदि मु भलो भाबे प्रेजेंट करि पाली ताले 4-5 जन बुझिबे आ के जन सेमतिका बसिथिबे ताले सेमानन को बुझिया को हेले मते आउ थरे तांको सहित इंटरेक्शन करिया पड़िबो काउंसलिंग करिया को पड़िबो फॉलो अप करिया को पड़िबो तेनु फॉलो अप आसे रो इंपोर्टेंस 90% हमर कथा सक्सेस हो आमे लोकन को डाकी बारे आमे लोकन को बुझी बारे 90% आमे सक्सेस हो केवल फॉलो अप रे बार बार लोकन सहित फॉलो अप करिबारे जदि आपण माने 10 जन को कहिसंती ता जदि आपण 15 जन को कहिसंती केबे 15 जन आसीबेनी जदि आपणकर ए 2 दिन रे फॉलो अप आपण 15 जन को करिवे ताले निश्चित भाबे 5 जन आसीबे तेणु आपण 2 दिन रे फॉलो अप करंतु आ ए लॉ ऑफ एवरेज को मन रखंतु ताले आपण माने निश्चित भाबे 14 तारीख रे देखिबे आपण बहुत लोक बसई परिवे आउ तो कहबेन ताको डाकिली से आसिलानी ताको डाकिली आसिलानी से पूरा केही हेले माने ठीक आपण भाबिबेनी आपणकर केवल गोटे
ମାନେ ଏଥିରେ ଏଇ ସିଷ୍ଟମ ର କେବଳ ଗୋଟିଏ ତାର ମୂଲ୍ୟାଙ୍କନ କରାଯିବ ନମ୍ବର୍ସ। ନମ୍ବର୍ସ ବ୍ୟକ୍ତି ଜଣିକିଆ କଥା ନୁହେଁ, ଇଏ ନମ୍ବର୍ସ କେତେ ଲୋକଙ୍କୁ ଆପଣ କହିପାରିଛନ୍ତି ତାକୁ ଆପଣ 20% କରିଦେବେ। थैंक यू, बहुत बहुत धन्यवाद। ओवर टू सतगुरुदेव। ओके, थैंक यू सर, बहुत बढ़िया कथा। एक्चुअली ये दुनिया केबे आम काम को केबे केही पुरस्कार दियंतिनी, आमर परिणाम को माने रिजल्ट को समस्ते पुरस्कार दियंती। आमे केते नंबर्स आडिके आसी परछे ताकू ही समस्ते प्रशंसा करिवे। ता पूर्व मु केते होम मीटिंग कली, केते कुआडे गली, से किछि भी केही देखा हबनी। तो मोर रिजल्ट कोन आसिला सेटा होची बहुत बड़ कथा सर हमकु कहले। ओके, थैंक यू। आज तो समय सरी गलानी, खाली पदे पदे आमे जो मानकर कैमरा ऑन अछि ताकटू सुनिया। तो आरती उपा अनम्यूट करंतु आज्ञा। जय आसीएम आउ सांग कथा आज शुणिकी आम निजक आगे प्रस्तुत करिया मीटिंग की केते जन को डाकी परिबा। साजा कहले 50 जन को डाकिले 10 जन आसीबे, एटा प्रकृत निराट सत्य। आम निजे उपलब्धि करूँ कि आम 50 जन को डाकिबा, चेष्टा करिबा ए 2 दिन भीतर लिस्ट करिबा केते जन आसुछन। खदारे आम कहीकि आसु से 7 जन खंडे आसीबे, तथापि मु आज तांकु फॉलोअप करिबी जे से माने केमिति आसीबे, केमिति व्यवस्था हबो, सब कथा ए सब करबा। आ कोन ओके, बहुत बढ़िया। आकाश जी एडसम सर, नमस्कार सर। ଆଉ 14 ତାରିଖ ପାଇଁ ପାଖାପାଖି 25 ଜଣଙ୍କୁ କୁହାଯାଇଛି। ଆହୁରି ବି ଲିଷ୍ଟ ବି ବାପ କରିଛନ୍ତି, ଆଉ 10 ଜଣଙ୍କ ଲିଷ୍ଟ କରିଛନ୍ତି, ତାଙ୍କ ସହିତ ବି କଥା ହେବେ। ତାଙ୍କ ଭିତରେ ବି ଆହୁରି 2-3 ଜଣ ବାହାରି ପାରନ୍ତି। ଆଉ 14 ତାରିଖ ପାଇଁ ଅଧିକରୁ ଅଧିକ ଲୋକ ନେଇକରି ମିଟିଂ ରେ ବସେଇବାର ଚେଷ୍ଟା ଚାଲିଛି। वाह, बहुत बढ़िया डिस्प्ले वाल करछ। ओके, बहुत बढ़िया। मिनत मैडम अनम्यूट करंतु आज्ञा, अनम्यूट रो ऑप्शन दे अछि आज्ञा। आपनको अनम्यूट अनम्यूट करिकि कहंतु, अनम्यूट जो ऑप्शन ओके मार दियंतु। अनम्यूट अनम्यूट एमति लेखा आइतो, गोटे म्यूट गोटे हां एला हला हला एथरो। ହୁଁ। जय आश्रम ସାର୍ ନମସ୍କାର। କିନ୍ତୁ ମୁଁ ତ ସମସ୍ତଙ୍କୁ କହୁଛି, ସମସ୍ତେ ଯାହା କହୁଛନ୍ତି ମତେ ବି ଖରାପ ଲାଗୁଛି। ମୁଁ ଯାହାକୁ କହୁଛି ଏ ଆତ୍ୟପା କେମିତି କାହାକୁ କେମିତି କହି ଦଉଛନ୍ତି, ସେ ଶୁଣି ଯାଉଛନ୍ତି। ଆମ କଥା କଣ ଶୁଣୁନାହାନ୍ତି କେହି, ଆଉ ହଁ କହି ଦଉଛନ୍ତି, ରହିଯାଉଛନ୍ତି। ଆତ୍ୟପା କୁ ହାତ କରିକିରି ତାଙ୍କ ଫୋନ ନମ୍ବର ଦେଇକିରି କଥା କରେଇବି ଭାବୁଛି 14 मैडम ତାରିଖ। गोटे मिनिट एई जो कथा आपण कहले एई एईटा माने सुनु नांती माने हमकु